ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ତରଫରୁ ଖୋର୍ଦ୍ଧା ମ୍ୟୁନିସିପାଲିଟିର 22ଟି ୱାର୍ଡରୁ ପ୍ରାୟ 300ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେତରାୟଙ୍କ ନେତୃତ୍ୱରେ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଖିଲମୁଣ୍ଡା ଠାକୁରାଣୀଙ୍କ ପୀଠରେ ଏକ ସାଂଗଠନିକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ନାରୀ ନେତ୍ରୀ ସୁଚିସ୍ମିତା ମିଶ୍ର ବଡ଼ଜେନା, ଜିତେନ୍ଦ୍ର କୁମାର ବେହେରା, ସଂଘ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ଘଟୁଆଳ, ଯୁବ ସଂଗଠକ ପ୍ରଭାତ କୁମାର ରାଉତରାୟ, ଗୁଣନିଧି ସାହୁ, ସତ୍ୟବାନ ଶ୍ରୀଚନ୍ଦନ, ସୁକାନ୍ତ କୁମାର ସାହୁ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, 17 ନମ୍ବର ୱାର୍ଡ କାଉନସିଲର ଲୀନା ସ୍ୱାଇଁ, ମାନିନୀ ନାୟକ, 1 ନମ୍ବର ୱାର୍ଡର ସଂଗଠକ କାଳୁ ପଟ୍ଟନାୟକ, 18 ନମ୍ବର କାଉନସିଲର ବିଦୁଲତା ସାହୁ, ଖୋର୍ଦ୍ଧା ନଗରର 7 ନମ୍ବର ୱାର୍ଡର ପୂର୍ବତନ କାଉନସିଲର ବୀରବର ସେଠୀ, ଆଇନଜୀବୀ ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସରକାରଙ୍କୁ ହଟାଇ ଶ୍ରୀ ଖଣ୍ଡେତରାୟଙ୍କୁ ବିପୁଳ ବ୍ୟବଧାନରେ ବିଜୟ ପାଇଁ ସଂକଳ୍ପ କରିଥିଲେ। ଖୋର୍ଦ୍ଧାରୁ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ, ONM ନ୍ୟୁଜ୍।